ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু যীশু খ্ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର 7ମ ପଦରେ ଆମେ ଏହିପରି ପାଠ କରୁ। ଆହା, ସିଓନ୍ ଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ। ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣିଲେ। ଯାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ। ଏହି ଗୀତର ଅନ୍ତିମ ପଦରେ ପ୍ରାର୍ଥନା ଏବଂ ଶୁଭେଚ୍ଛା ବା ଶୁଭକାମନାର ସମାହାର ଦେଖିପାରୁ। ସିଓନ୍ ଠାରୁ ଇସ୍ରାଏଲର ପରିତ୍ରାଣ ହେଉ। ଦାଉଦଙ୍କର ଏହି ବାକ୍ୟ ବାସ୍ତବରେ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଏକ ଭବିଷ୍ୟତବାଣୀ ଅଟେ। ସିଓନ୍ ସେହି ପର୍ବତର ନାମ ଯାହା ଉପରେ ଜେରୁସାଲେମ ସ୍ଥାପିତ ହୋଇଅଛି। ପରବର୍ତ୍ତୀ କାଳରେ ଜେରୁସାଲେମକୁ ସିଓନ୍ କୁହାଗଲା। ଦାଉଦ ନଗର ଅର୍ଥାତ୍ ଜେରୁସାଲେମ ଇସ୍ରାଏଲର ରାଜଧାନୀ ଥିଲା। ଏହିଠାରେ ହିଁ ଦାଉଦ ନିୟମ ସିନ୍ଦୁକ ଆଣି ରଖିଥିଲେ। ନିୟମ ସିନ୍ଦୁକ ଅର୍ଥାତ୍ ଈଶ୍ୱରଙ୍କର ଉପସ୍ଥିତି। ଏଥିଯୋଗୁଁ ସିଓନ୍ ପର୍ବତ ଓ ଜେରୁସାଲେମ ସହରକୁ ପବିତ୍ର ରୂପେ ମାନ୍ୟ କରାଯାଏ। ତେଣୁ ବିଶ୍ୱାସର ସହିତ ଦାଉଦ କହନ୍ତି ଯେ ପବିତ୍ର ନଗରୀ ସିଓନରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେବ। ନୂତନ ନିୟମରେ ଜେରୁସାଲେମ ସ୍ୱର୍ଗୀୟ ନଗରୀର ପ୍ରତୀକ ଅଟେ, ଯେଉଁଠାରେ ପବିତ୍ର ଈଶ୍ୱରଙ୍କର ବାସସ୍ଥାନ ରହିଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ ସ୍ୱର୍ଗରୁ ପୃଥିବୀକୁ ଆସିଲେ, ପାପରେ ପତିତ ମାନବ ଜାତିର ଏକମାତ୍ର ତ୍ରାଣକର୍ତ୍ତା ଅଟନ୍ତି। ସେ ମନୁଷ୍ୟର ପାପର ବୋଝ କ୍ରୁଶରେ ବହନ କଲେ। ପୁଣି ଜେରୁସାଲେମ ଅର୍ଥାତ୍ ସିଓନର ସୀମାରୁ ବାହାରକୁ ଯାଇ ସେହି କ୍ରୁଶରେ ସେ ଆପଣାକୁ ବଳିଦାନ ହେଲେ। ମନୁଷ୍ୟର ପରିତ୍ରାଣର କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇ କେବଳ ଇସ୍ରାଏଲର ନୁହେଁ, ମାତ୍ର ସମଗ୍ର ମାନବ ଜାତିର ପରିତ୍ରାଣର ଓ ଅନନ୍ତ ଜୀବନର ପଥ ଖୋଲିଦେଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର ଅନ୍ତତଃ 1000 ବର୍ଷ ପୂର୍ବରୁ ଦାଉଦ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ସତ୍ୟ ହେଲା। ଯେ କେହି ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ, ସେ ପାପ କ୍ଷମା ଓ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହି ପରିତ୍ରାଣ ଆପଣ ମଧ୍ୟ ଯେପରି ପ୍ରାପ୍ତ ହେବେ, ଈଶ୍ୱରଙ୍କ ଚରଣ ତଳେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।